ଆମେ ତାକୁ ବାକ୍ୟ ରୂପରେ ନ ନେଇକି ତାକୁ ଆମେ ନେଉଛେ ପ୍ରଶ୍ନ ଉତ୍ତର ଭାବରେ। ପ୍ରଥମ ପ୍ରଶ୍ନ ଧ୍ୟାନ ଦେଇ ଶୁଣିବେ। ପରୀକ୍ଷା, ଆଚ୍ଛା ଆଉ ଗୋଟେ ଜିନିଷ ଡିସକ୍ଲେମର ଦେଇଦିଏ, ବାଇବେଲ ଅଲଗା এই ବିଷୟ ନେଇକି ଅଲଗା ପୁସ୍ତକରେ ଟିକେ ଅଲଗା ପ୍ରକାର ଲେଖା ଯାଇଥାଇପାରେ, ତେଣୁ ଆମର ଆଜିର ଉତ୍ତର ଏଇ ପୁସ୍ତକ ଆଧାରିତ ହେବା ଆବଶ୍ୟକ ଅଛି, ସୋ ଦ୍ୟାଟ କ୍ଲାରିଟି ରହିବ। ପ୍ରଥମ ପ୍ରଶ୍ନ ହେଲା, ପରୀକ୍ଷା ସିଦ୍ଧ ବିଶ୍ୱାସ କଣ ଉତ୍ପନ୍ନ କରେ? କଣ ଉତ୍ପନ୍ନ ଆକେ କହିଲେ ଯେ ଧୈର୍ଯ୍ୟ ଉତ୍ପନ୍ନ କରେ। କୋଉଠି ଲେଖା ହେଇଛି ଦେଖନ୍ତୁ, 1 ପର୍ବର 3 ପଦ। ଅନ୍ୟମାନଙ୍କର ଅବଗତି ପାଇଁ ମୁଁ ପଢିଥିଲି ସେଟା। ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର। ପରୀକ୍ଷା ସିଦ୍ଧ ବିଶ୍ୱାସ ଯେ ଧୈର୍ଯ୍ୟ ଉତ୍ପନ୍ନ କରେ ଏହା ତ ଜାଣିଅଛୁ। ଥ୍ୟାଙ୍କ ୟୁ, ଭେରି ଗୁଡ୍। ପରବର୍ତ୍ତୀ କ୍ୱେଶ୍ଚିନ୍ ହେଲା, ସନ୍ଦେହ କରିବା ବ୍ୟକ୍ତିକୁ এই ପୁସ୍ତକରେ କାହା ସହିତ ତୁଳନା କରାଯାଇଛି? ସମୁଦ୍ରର ତରଙ୍ଗ ସଦୃଶ। ସମୁଦ୍ରର ବାୟୁରେ ଚାଳିତ ସମୁଦ୍ରର ବାୟୁରେ ଚାଳିତ ତରଙ୍ଗ ସଦୃଶ। Yes. ପ୍ରଥମ ଅଧ୍ୟାୟ ତାର 6 ପଦରେ ଲେଖାଯାଏ, କିନ୍ତୁ ସେ କିଛି ମାତ୍ର ସନ୍ଦେହ ନ କରି ବିଶ୍ୱାସ ସହ ପ୍ରାର୍ଥନା କରୁ, କାରଣ ଯିଏ ସନ୍ଦେହ କରେ ସେ ବାୟୁରେ ଇତସ୍ତତ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ। ଭେରି ଗୁଡ୍। ପରବର୍ତ୍ତୀ କ୍ୱେଶ୍ଚିନ୍, ଯେଉଁ ଲୋକ ପରୀକ୍ଷା ସହ୍ୟ କରେ ତାହାକୁ କେଉଁ ପୁରସ୍କାର ଦିଆଯିବାର ପ୍ରତିଜ୍ଞା କରାଯାଇଛି? ଭେରି ଗୁଡ୍, ବହୁତ ବଢିଆ, ବହୁତ ବଢିଆ। ଆଉ ସେଟା ଲେଖାଯାଇଛି 1 ପର୍ବ ତାର 12 ପଦରେ, ଯେଉଁ ଲୋକ ପରୀକ୍ଷା ସହ୍ୟ କରେ ସେ ଧନ୍ୟ, କାରଣ ପ୍ରଭୁ ଆପଣା ଲୋକମାନଙ୍କୁ ଯେଉଁ ଜୀବନ ରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ପରୀକ୍ଷା ସିଦ୍ଧ ହେଲା ତାରେ ସେଇ ଲୋକ ସେଇ ମୁକୁଟ ପ୍ରାପ୍ତ ହେବ। ଭେରି ଗୁଡ୍। ପରବର୍ତ୍ତୀ କ୍ୱେଶ୍ଚିନ୍ ହେଲା, ପାପ ପୂର୍ଣ୍ଣ ମାତ୍ରାରେ ବୃଦ୍ଧି ପାଇ କାହାକୁ ଜନ୍ମ ଦିଏ? Yes. ପାପ ପୂର୍ଣ୍ଣ ମାତ୍ରାରେ ବୃଦ୍ଧି ପାଇ ମୃତ୍ୟୁକୁ ଜନ୍ମ ଦିଏ। 1 ପର୍ବ 15 ପଦରେ ଲେଖାଯାଏ, ତାପରେ କାମନା ଗର୍ଭଧାରଣ କରି ପାପ ପ୍ରସବ କରେ, ପୁଣି ପାପ ପୂର୍ଣ୍ଣ ମାତ୍ରାରେ ବୃଦ୍ଧି ପାଇ ମୃତ୍ୟୁକୁ ଜନ୍ମ ଦିଏ। ନେକ୍ସଟ କ୍ୱେଶ୍ଚିନ୍, ବାକ୍ୟରେ କର୍ମକାରୀ ନ ହୋଇ ଶ୍ରୋତା ମାତ୍ର ହେବା ଲୋକ କାହା ତୁଲ୍ୟ? ଦର୍ପଣରେ ଆପଣ ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟ। ଥ୍ୟାଙ୍କ ୟୁ। ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟ। 1 ପର୍ବ ତାର 22 ଏବଂ 23 ପଦରେ ଅଛି, ମୁଁ ପଢିଦିଏ। କିନ୍ତୁ ଶ୍ରୋତା ମାତ୍ର ହୋଇ ଆପଣ ମାନଙ୍କୁ ପ୍ରବଞ୍ଚନା ନ କରି ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟ ତୁଲ୍ୟ। ନେକ୍ସଟ କ୍ୱେଶ୍ଚିନ୍, ଦୟା କାହା ଉପରେ ଜୟ ଧ୍ୱନି କରେ? ଦୟା ବିଚାର ଉପରେ ଜୟ ଧ୍ୱନି କରେ। ପର୍ବ ତାର 13 ପଦରେ ଲେଖାଯାଏ, କାରଣ ଯେ ଦୟା କରେ ନାହିଁ ସେ ନିର୍ଦ୍ଦୟ ରୂପେ ବିଚାରିତ ହେବ, ଦୟା ବିଚାର ଉପରେ ଜୟ ଧ୍ୱନି କରେ। ଭେରି ଗୁଡ୍। ନେକ୍ସଟ କ୍ୱେଶ୍ଚିନ୍, ଆତ୍ମା ବିନା କିଏ ମୃତ ଅଟେ ଓ କର୍ମ ବିନା କିଏ ମୃତ ଅଟେ? ପର୍ବ ତାର 26 ପଦରେ, କାରଣ ଆତ୍ମା ବିନା ଶରୀର ଯେପରି ମୃତ, ସେହିପରି କର୍ମ ବିନା ବିଶ୍ୱାସ ମଧ୍ୟ ମୃତ ଅଟେ। ଭେରି ଗୁଡ୍। ବହୁତ ବଢିଆ। ପରବର୍ତ୍ତୀ କ୍ୱେଶ୍ଚିନ୍, ପୁରାତନ ନିୟମର କେଉଁ 3 ଜଣଙ୍କ ବିଷୟରେ ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି ଏବଂ ସେମାନଙ୍କୁ କେଉଁ ବିଷୟରେ ସ୍ମରଣ କରାଯାଇଛି? ଆଉ ଥରେ ଶୁଣି ଦିଅନ୍ତୁ, ପୁରାତନ ନିୟମର କେଉଁ 3 ଜଣ ଚରିତ୍ର, 3 ଜଣ ବ୍ୟକ୍ତିଙ୍କ ବିଷୟରେ ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି, ପୁଣି କେଉଁ ପରିପ୍ରେକ୍ଷୀରେ ସେମାନଙ୍କୁ ଏଠାରେ ଉଲ୍ଲେଖ କରାଯାଇଛି? अब्राहम, राहब, बेश्या, अब्राहम, इसहाक और राहब। अब्राहम, इसहाक, राहब। अब्राहम, एलियो,
ଏଲିଓ ଏଲିଓ ଆୟୁବ ଭେରି ଗୁଡ୍। ଆଇବଙ୍କ ବିଷୟରେ କୋଉଠି ଲେଖା ହେଇଛି? ପର୍ବରେ ଅଛି। 5 ପର୍ବରେ ଓକେ, ମୁଁ ଏବେ ତାହେଲେ ଭୁଲି ଯାଇଛି। 5 ଓକେ, ତ ଏଇ ଯୋଉ 4 ଜଣ ସେଠି ଲେଖା ଯାଇଛି କେଉଁ ବିଷୟରେ ସ୍ମରଣ କରିବା ପାଇଁ ଲେଖା ଯାଇଛି? ମୁଁ ଟିକେ ଅନୁରୋଧ କରିପାରିବି, ଯୋଉମାନେ ଉତ୍ତର ଦଉଛନ୍ତି ଉତ୍ତର ଦେଇ ସାରିଲା ପରେ ତାକୁ ବନ୍ଦ କରିଦିଅନ୍ତୁ, ନହେଲେ କ୍ଲାରିଟି ଆସୁନି, ସାଉଣ୍ଡ ଆସୁଛି। ଆଉ ଥରେ କହୁଛି, ଉତ୍ତର ଦେଇ ସାରିଲା ପରେ ମ୍ୟୁଟ କରିଦେବେ, ପୁଣି ଉତ୍ତର ଦେଲା ବେଳକୁ ଆଉ ଥରେ ଖୋଲିବେ। ଥ୍ୟାଙ୍କ ୟୁ। ଓକେ, ସୋ ଆମେ ଦେଖିଲେ ଏଠି ଅବ୍ରାହମ, ରାହବ, ଏଲିଓ ଏବଂ ଆୟବଙ୍କ ବିଷୟରେ ଏଠାରେ ଉଲ୍ଲେଖ କରାଯାଇଛି। ଅବ୍ରାହମ ଏବଂ ରାହବଙ୍କୁ ବିଶ୍ୱାସ ଅନୁସାରେ କର୍ମ କରିବା ଦ୍ୱାରା ଧାର୍ମିକ ପରିଗଣିତ ହେବା ବିଷୟରେ ଲେଖାଯାଏ, ଯାହା ଆପଣମାନେ ପାଇବେ 2 ପର୍ବ ତାର 21 ଏବଂ 25ରେ। ଏବଂ ଏଲିଓଙ୍କୁ ବିଶ୍ୱାସ କରି ପ୍ରାର୍ଥନା କରିବା ବିଷୟରେ ସ୍ମରଣ କରାଯାଇଛି, ଯାହା 5 ପର୍ବ 17-18 ଲେଖାଯାଏ। ଆଉ ଦେଖିଲୁ ଆମେ ଆୟବ ଧୈର୍ଯ୍ୟ ବିଷୟରେ ଯୋଉ ଲେଖାଯାଏ, ସହିଷ୍ଣୁତା ବିଷୟରେ, ସେଥିରେ ଆମେ 5 ପର୍ବ 11 ପଦରେ ଲେଖାଯାଏ। ଭେରି ଗୁଡ୍। ପରବର୍ତ୍ତୀ କ୍ୱେଶ୍ଚିନ୍, କାହାକୁ କେହି ବର୍ଷରେ ରଖିପାରେ ନାହିଁ? କାହାକୁ କେହି ଆମ ଶରୀର ଭିତରେ ହିଁ ତାହା ଅଛି। ତାର 3 ପର୍ବ 8 ପଦରେ ଲେଖାଯାଏ। ମୁଁ ଅନ୍ୟମାନଙ୍କର ଅବଗତି ପାଇଁ ପଢେଇ ଦିଏ। କିନ୍ତୁ ଜିହ୍ବାକୁ କେହି ବର୍ଷରେ ରଖିପାରେ ନାହିଁ, ଅନିଷ୍ଟ ସାଧନରେ ତାହାର ବିରାମ ନାହିଁ, ମାରାତ୍ମକ ଗର୍ବରେ ତାହା ପରିପୂର୍ଣ୍ଣ। ଖତରନାକ ବିଷୟ, ଆମେ ତାକୁ ବର୍ଷରେ ରଖିପାରିବା ନାହିଁ। କେଉଁମାନେ ଧର୍ମରୂପ ଫଳର ବୀଜ ଶାନ୍ତିରେ ବୁଣିଥାନ୍ତି? କେଉଁମାନେ ଧର୍ମରୂପ ଫଳର ବୀଜ ଶାନ୍ତିରେ ବୁଣିଥାନ୍ତି? ଶାନ୍ତିକାରକ ଲୋକମାନେ। 3 ପର୍ବ ତାର 18 ପଦରେ ଲେଖାଯାଏ, ପୁଣି ଶାନ୍ତିକାରକ ଲୋକମାନଙ୍କ ଦ୍ୱାରା ଧର୍ମରୂପ ଫଳର ବୀଜ ଶାନ୍ତିରେ ବୁଣାଯାଏ। ଭେରି ଗୁଡ୍, ଥ୍ୟାଙ୍କ ୟୁ। ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ, ସେ ଆପଣାକୁ କାହାର ଶତ୍ରୁ ବୋଲି ପ୍ରତିପନ୍ନ କରେ? ଈଶ୍ୱରଙ୍କର ଶତ୍ରୁ ବୋଲି ପ୍ରତିପନ୍ନ କରେ। ଈଶ୍ୱରଙ୍କ ଶତ୍ରୁ। 4 ପର୍ବ ତାର 4th ପଦରେ ଲେଖାଯାଏ, ଏ ବ୍ୟଭିଚାରିଣୀ ମାନେ ଜଗତର ମିତ୍ରତା ଈଶ୍ୱରଙ୍କର ଶତ୍ରୁତା ଏହା କଣ ଜାଣୁନାହିଁ? ଅତଏବ ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ, ସେ ଆପଣାକୁ ଈଶ୍ୱରଙ୍କର ଶତ୍ରୁ ବୋଲି ପ୍ରତିପନ୍ନ କରେ। ଥ୍ୟାଙ୍କ ୟୁ, ଭେରି ଗୁଡ୍। ପରବର୍ତ୍ତୀ କ୍ୱେଶ୍ଚିନ୍, କଣ କଲେ ଶୟତାନ ଆମ ନିକଟରୁ ପଳାଇଯିବ? ଆମେ ସମସ୍ତେ ଚାହୁଁଛୁ ନା ଶୟତାନ ଆମ ପାଖକୁ ନ ଆସୁ ବୋଲି। ବାଇବଲରେ ତାର ମନ୍ତ୍ର ଦୁଇଟା କାର୍ଯ୍ୟ ଏକକାଳୀନ କରିବାକୁ ପଡିବ। ତାହା ହେଲା ନିଜକୁ ଈଶ୍ୱରଙ୍କ ନିକଟରେ ବଶୀଭୂତ କରିବା, ତାପରେ ଶୈତାନକୁ ପ୍ରତିବାଧା କରିବା। ଆମେ ଏକକାଳୀନ 2ଟା ଜିନିଷ କରିନଥାଉ। ଖାଲି ଶୈତାନକୁ ଧମକେଇଲେ ସେ ଯିବ ନାହିଁ, unless and until you are being submitted to God। ଲେଖାଯାଏ 4 ପର୍ବ ତାର 7 ପଦରେ, ଅତଏବ ତୁମେମାନେ ଈଶ୍ୱରଙ୍କର ବଶୀଭୂତ ହୁଅ, ଶୈତାନକୁ ପ୍ରତିବାଧା କର, ତାହେଲେ ସେ ତୁମମାନଙ୍କ ନିକଟରୁ ପଳାଇଯିବ। This is the ସ୍ଲୋଗାନ, ଶୈତାନକୁ ନିଜ ନିକଟରୁ ତଡ଼ିବା ପାଇଁ। ପରବର୍ତ୍ତୀ କ୍ୱେଶ୍ଚିନ୍, ଈଶ୍ୱର ଅହଙ୍କାରୀ ମାନଙ୍କୁ କଣ କରନ୍ତି ଓ ନମ୍ର ଲୋକମାନଙ୍କୁ କଣ ଦାନ କରନ୍ତି? ଅନୁଗ୍ରହ ଦାନ କରନ୍ତି। ଅହଙ୍କାରୀ ମାନଙ୍କୁ କଣ କରନ୍ତି ଓ ନମ୍ର ଲୋକମାନଙ୍କୁ କଣ ଦାନ କରନ୍ତି? ଅହଙ୍କାରୀ ମାନଙ୍କୁ ପ୍ରତିରୋଧ କରନ୍ତି ଏବଂ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି। ଲେଖାଯାଏ 4 ପର୍ବ ତାର 6 ପଦରେ। ଆଉ 5 ପର୍ବ 6 ଥିବ ଦିଟା 4-6 ନା 4-6 ନା 4-6। ହଁ, କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି, ଏଣୁ
ଉକ୍ତ ଅଛି ଈଶ୍ୱର ଅହଙ୍କାରୀ ମାନଙ୍କୁ ପ୍ରତିରୋଧ କରନ୍ତି କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି। ତ ଆମମାନଙ୍କ ପାଇଁ ଆମେ କଣ ପାଇବା ପାଇଁ ଚାହିଁବା ଆମେ ଏଠି ଡିସାଇଡ କରିପାରିବା। वी कैन डिसाइड whether ଆମେ ପରମେଶ୍ୱର ଠାରୁ ପ୍ରତିରୋଧ ପାଇବା ଆବଶ୍ୟକ ନା ନମ୍ର ହୋଇ ତାଙ୍କ ଠାରୁ ଅନୁଗ୍ରହ ପାଇବାର ଆବଶ୍ୟକ। ପରବର୍ତ୍ତୀ କ୍ୱେଶ୍ଚିନ୍ ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ ତାହାର କଣ ହୁଏ? ପାପ ଆମେ ସତ୍କର୍ମ ବିଷୟରେ ବହୁତ ଜାଣିଛୁ କଣ କରିବା ଉଚିତ କଣ ନ କରିବା ଉଚିତ କିନ୍ତୁ ଅନେକ ସମୟରେ ତାହା କରିନଥାଉ। ତେଣୁ ଲେଖାଯାଏ 5 ପର୍ବ ତାର 17 ପଦରେ ଅତଏବ ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ ତାହାର ପାପ ହୁଏ। ସତ୍କର୍ମ କରିବା ପାଇଁ ଜାଣିକି ନ କରିବା ମଧ୍ୟ ଅଟେ ପାପ ଅଟେ। ଲାଷ୍ଟ ଆଣ୍ଡ ଫାଇନାଲ କ୍ୱେଶ୍ଚିନ୍ ଆମେ କାହାକୁ କ୍ଲେଶ ଭୋଗ ଓ ଧୈର୍ଯ୍ୟର ଦୃଷ୍ଟାନ୍ତ ରୂପେ ଗ୍ରହଣ କରିବା? whom we should take as an example? କହିଥିଲେ କାହା ନାଁ କଥା କହିଥିଲେ? ଆପଣଙ୍କ ନାଁରେ ନା ମୋ ନାଁ? ଈଶ୍ୱରଙ୍କ ନାଁ ନା ମୋ ନାଁ? ଯେଉଁ ଭାବବାଦୀ ମାନେ ପ୍ରଭୁଙ୍କ ନାମରେ କଥା କହିଥିଲେ ସେମାନଙ୍କୁ କ୍ଲେଶ ଭୋଗ ଓ ଧୈର୍ଯ୍ୟର ଦୃଷ୍ଟାନ୍ତ ରୂପେ ଗ୍ରହଣ ତାର 10 ପଦରେ ଲେଖାଯାଏ ଏ ଭାଇମାନେ ଯେଉଁ ଭାବବାଦୀ ମାନେ ପ୍ରଭୁଙ୍କ ନାମରେ କଥା କହିଥିଲେ ସେମାନଙ୍କୁ କ୍ଲେଶ ଭୋଗ ଓ ଧୈର୍ଯ୍ୟର ଦୃଷ୍ଟାନ୍ତ ସ୍ୱରୂପେ ଗ୍ରହଣ କର। ମୁଁ 15ଟା କ୍ୱେଶ୍ଚିନ୍ ସେଟ୍ କରିଥିଲି ଆପଣ ମାନେ ସୁନ୍ଦର ଭାବରେ ତାହାର ଉତ୍ତର ଦେଇଛନ୍ତି ମୁଁ ଜାଣେ। ଏବେ ନାହିଁ ଏଇଟା ଗୋଟେ ବଢିଆ ଜିନିଷ ଇଣ୍ଟ୍ରୋଡକ୍ସନ କରିଛନ୍ତି ଏଇ ଇୟରଲି ମର୍ଣ୍ଣିଂ ପ୍ରେୟାର ଗ୍ରୁପରେ। ଟିକେ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ। ଆମେ ଏଇଟା ଯେତେ ଅଛୁ ପ୍ରାୟ ସମସ୍ତେ ପଢୁଛୁ ଦିଦିଙ୍କୁ ସେମାନେ ମତେ ସୁଯୋଗ ଦେଇଥିଲେ ଆଜି ବାଇବେଲ କୁଇଜ ମାଷ୍ଟର ହେବା ପାଇଁ।